ସମସ୍ତଙ୍କୁ ମୋର ଆତ୍ମ ପ୍ରଣାମ। ଆମେ ସମସ୍ତେ ଧ୍ୟାନ ପାଇଁ ବସିବା। ଯଦି ଚଷମା ପିନ୍ଧୁଛନ୍ତି ତାକୁ କାଢି ଦିଅନ୍ତୁ। ହାତକୁ ହାତ କ୍ରସ୍ କରିନିଅନ୍ତୁ। ଯଦି ଚେୟାରରେ ବସିଛନ୍ତି ଗୋଡକୁ ବି କ୍ରସ୍ କରିଦିଅନ୍ତୁ। ସହଜ ରୂପରେ ନିଜ ଆଖି ଦୁଇଟିକୁ ବନ୍ଦ ରଖନ୍ତୁ। ଯାଉଥିବା ଶ୍ୱାସ ଏବଂ ଆସୁଥିବା ଶ୍ୱାସ ସହ ଏକ ହେଇଯାଆନ୍ତୁ। ସହଜ ସରଳ ପ୍ରକ୍ରିୟା। ଶ୍ୱାସ, କେବଳ ଶ୍ୱାସ। ନା କୌଣସି ଚିନ୍ତା, ନା କୌଣସି ବିଚାର। ପ୍ରିୟ ପିତାମହ ପତ୍ରିଜୀଙ୍କୁ ଇନଭାଇଟ୍ କରିବା। ସବୁ ଆଷ୍ଟ୍ରାଲ ମାଷ୍ଟର୍ସ ମାନଙ୍କୁ ଇନଭାଇଟ୍ କରିବା। ବୁଦ୍ଧିଷ୍ଟ ମଙ୍କ ମାନଙ୍କୁ, ତିବ୍ବତୀୟ ମଙ୍କ ମାନଙ୍କୁ, ସମସ୍ତ ଯୋଗୀ ମୁନି ଋଷି ମାନଙ୍କୁ, ସିଦ୍ଧ ମାନଙ୍କୁ, ସାରା ବିଶ୍ୱର ଶକ୍ତି ମଣ୍ଡଳକୁ ପୂର୍ଣ୍ଣ ଶ୍ରଦ୍ଧାର ସହିତ, ସମର୍ପଣର ସହିତ ଇନଭାଇଟ୍ କରିବା। କେବଳ ଶ୍ୱାସ। ନା କୌଣସି ଚିନ୍ତା, ନା କୌଣସି ବିଚାର। କେବଳ ଯାଉଥିବା ଶ୍ୱାସ ଏବଂ ଆସୁଥିବା ଶ୍ୱାସ। କେବଳ ଶ୍ୱାସ। ଏକ ହେଇଯାଆନ୍ତୁ ସେ ଏନର୍ଜି ସହିତ। ଆଜି ଆମେ ସମସ୍ତେ ଜଣେ ଆଦର୍ଶ ମହାନ ବ୍ୟକ୍ତିତ୍ୱଙ୍କ ବିଷୟରେ ଜାଣିବାକୁ ଯାଉଛେ। ଗୌତମ ବୁଦ୍ଧ, ପ୍ରକୃତ ବୁଦ୍ଧ ସମ୍ପ୍ରଦାୟ ବିଷୟରେ ଆଜି ଜାଣିବା। କେତେ ଜଣ ପଚାରନ୍ତି ଯେ ପିରାମିଡ ସ୍ପିରିଚୁଆଲ ସୋସାଇଟି କଣ ବୁଦ୍ଧ ସମ୍ପ୍ରଦାୟ ଅଟେ? ସେ ଯେତିକି ବୁଦ୍ଧଙ୍କ ସମ୍ପ୍ରଦାୟ ବିଷୟରେ ଜାଣିଛନ୍ତି ସେଇ ହିସାବରେ ସେ ତାଙ୍କ ମନରେ ଗୋଟେ ବିଚାର ନେଇଯାଇଛନ୍ତି, ଗୋଟେ ପ୍ରତିଲିପି ଆଙ୍କିତ କରିଦେଇଛନ୍ତି। ପ୍ରକୃତ ବୁଦ୍ଧ ସମ୍ପ୍ରଦାୟ ହେଉଛି ପିରାମିଡ ସ୍ପିରିଚୁଆଲ ସୋସାଇଟି। ଏହା ସତ୍ୟ। ଯେଉଁ ଲୋକମାନେ ବୁଦ୍ଧଙ୍କ ବିଷୟରେ ଜାଣି ନାହାନ୍ତି,
ସେମାନେ ମଧ୍ୟ ଆଜି ବୁଦ୍ଧଙ୍କ ବିଷୟରେ କହିବାରେ ଲାଗିଛନ୍ତି। କିଛି ଲୋକ ଜାଣିଛନ୍ତି, କିଛି ଲୋକ ଜାଣିନାହାନ୍ତି। ଆଜି ଆମେ ସବୁ କନସେପ୍ଟ ଉପରେ ଜାଣିବା। ଏ ଧରାରେ, ଏ ଭୂମଣ୍ଡଳରେ ଯେତେ ସବୁ ମହାନ ବିଭୂତି ମାନେ, ଉଚ୍ଚ କୋଟିର ମହାନ ଆତ୍ମା ମାନେ ପ୍ରକଟ ହେଇଛନ୍ତି, ସେମାନଙ୍କ ଭିତରେ ଗୌତମ ବୁଦ୍ଧ ସର୍ବୋତ୍ତମ ଅଟନ୍ତି। ଯେଉଁ ଲୋକ ନିଜ ଜୀବନରେ ପୂର୍ଣ୍ଣତା ପ୍ରାପ୍ତି କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ପ୍ରକୃତ ଆଦର୍ଶ ହେଲେ ଗୌତମ ବୁଦ୍ଧ। ଯଦି ଆମେ ଗୌତମ ବୁଦ୍ଧଙ୍କର ଜ୍ଞାନ, ଅନୁଭବ, ଦିବ୍ୟତାକୁ ନିଜ ଜୀବନରେ ଗ୍ରହଣ କରିନେବା 100%, ତାହେଲେ ଆମେ ନିଶ୍ଚୟ ପ୍ରଗତି ପଥରେ ଆଗକୁ ଯିବା। ପ୍ରିୟ ପତ୍ରୀଜୀ ତାଙ୍କ ଛୋଟ ସମୟରେ ଗୌତମ ବୁଦ୍ଧଙ୍କ ପ୍ରତି ଅସୀମ ଶ୍ରଦ୍ଧା ରଖିଥିଲେ। ଏ ପୃଥିବୀରେ କେହି ଏମିତି ନାହାନ୍ତି ଯୋଉମାନେ କି ଗୌତମ ବୁଦ୍ଧ ଆଉ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଜାଣିନାହାନ୍ତି। ପ୍ରକୃତରେ ବୁଦ୍ଧ ହିଁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେରଣା ଦେଇଥିଲେ। ବୁଦ୍ଧଙ୍କ ଠାରୁ ସେ ଶିକ୍ଷା ଲାଭ କରି ଈସା ମସିହ ପୂର୍ଣ୍ଣତାକୁ, ବୁଦ୍ଧତ୍ୱକୁ ପ୍ରାପ୍ତ ହୋଇଥିଲେ। ଗୌତମ ବୁଦ୍ଧ ଯେତେବେଳେ ଗୌତମ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ କୁଣ୍ଡଳୀ, ଜନ୍ମ କୁଣ୍ଡଳୀ ତିଆରି ହେଇଥିଲା। ତାକୁ ଦେଖି ଯୋଉମାନେ ଜ୍ୟୋତିଷ ଶାସ୍ତ୍ର ଜାଣିଛନ୍ତି, ସେ କହିଲେ କି ଏଇ ବାଳକ ଆଇଦର ଜଣେ ଚକ୍ରବର୍ତ୍ତୀ ସମ୍ରାଟ ହେବ, ନହେଲେ ଜଣେ ମହାନ ଯୋଗୀଶ୍ୱର ହୋଇଯିବ। ଯେହେତୁ ସେ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଚକ୍ରବର୍ତ୍ତୀ ସମ୍ରାଟ ହେବା କୌଣସି ବଡ଼ ଜିନିଷ ନଥିଲା। ଏହା ସହଜ ସରଳ ଥିଲା ତାଙ୍କ ପାଇଁ। କିନ୍ତୁ କେହି ବିରଳ ପିତାମାତା ଥାନ୍ତି ଯୋଉମାନେ କି ନିଜ ସନ୍ତାନକୁ ସନ୍ନ୍ୟାସ ହେବା ପାଇଁ, ଯୋଗୀ ହେବା ପାଇଁ ପ୍ରେରିତ କରିଥାନ୍ତି। ଗୌତମଙ୍କର ପିତା ସେ ଚାହୁଁନଥିଲେ କି ଗୌତମ
ଜଣେ ଯୋଗୀଶ୍ୱର ହୁଅନ୍ତୁ। ସେ ଚାହୁଁଥିଲେ ସେ ଜଣେ ଚକ୍ରବର୍ତ୍ତୀ ସମ୍ରାଟ ହୁଅନ୍ତୁ। ତାଙ୍କ ଜନ୍ମ ସମୟରେ ଅସିତ ମହର୍ଷି ଏହି ଭବିଷ୍ୟବାଣୀ କରିଥିଲେ, ଜଣେ ଯୁଗ ପୁରୁଷ ହେବ, ସେ ଜ୍ଞାନୀ ହେବ, ମହାନ ଜ୍ଞାନୀ। ଆଉ ସେ କାନ୍ଦି କାନ୍ଦି କହିଥିଲେ କି ସେ ଯୁଗ ପୁରୁଷ ର ଜନ୍ମ ହେବା ପୂର୍ବରୁ ମୁଁ ଏ ସଂସାରରୁ ଚାଲି ଯାଇଥିବି। ଆଉ ଏହିପରି ଜଣେ ମହାନ ଜ୍ଞାନୀ ଯୁଗ ପୁରୁଷ, ପୂର୍ଣ୍ଣ ଅବତାର, ପୂର୍ଣ୍ଣାତ୍ମା ଏ ଭୂମଣ୍ଡଳରେ ନା ଆଜି ଯାଏଁ କେବେ ଜନ୍ମ ଗ୍ରହଣ କରିଛି, ନା କେବେ ହେବ। ଯେପରି ସେ ମହର୍ଷି କହିଥିଲେ ତାଙ୍କ ଜନ୍ମ ଗ୍ରହଣ ପୂର୍ବରୁ, ଠିକ୍ ସେଇପରି ହିଁ ହେଲା। ଗୌତମଙ୍କର ଜନ୍ମ ହେଲା, ସେ ବଡ଼ ହେଲେ, ସେ ଜୀବନର ଲକ୍ଷ୍ୟକୁ ପାଇଥିଲେ, ଏ ଜ୍ଞାନ, ନିର୍ବାଣର ଜ୍ଞାନକୁ ସବୁଠି ସେ ବ୍ୟାପ୍ତ କରେଇଥିଲେ। ଆଉ ଏ ଅସିତ ମହର୍ଷିଙ୍କ ଭବିଷ୍ୟବାଣୀ ସତ୍ୟ ସିଦ୍ଧ ହେଇଥିଲା। ଗୌତମଙ୍କର ମାତା ପିତା ତାଙ୍କୁ ସବୁବେଳେ ଖୁସିରେ ରଖିଥିଲେ। କୌଣସି ବି ମୂର୍ଝା ହୁଆ ଫୁଲ ବି ତାଙ୍କ ବଗିଚାରେ ରଖିବାକୁ ଦେଉନଥିଲେ। ଏହିପରି ଭାବରେ ସେ ତାଙ୍କ ନିଜ ବଗିଚାକୁ ବି ରଖିଥିଲେ। ବାହାଘର ବି କରେଇଥିଲେ ତାଙ୍କୁ। ଉପରକୁ ଦେଖିଲେ ସବୁ କିଛି ତାଙ୍କର ଭଲ ଥିଲା, କିନ୍ତୁ ତାଙ୍କ ଭିତରେ କିଛି ଗୋଟେ ତାଙ୍କୁ ଅଭାବ ଜଣା ପଡୁଥିଲା। ସେ ସବୁବେଳେ ଚୁପଚାପ ରହୁଥିଲେ। କିଛି ଗୋଟେ କରିବା ପାଇଁ, କିଛି ଗୋଟେ ପାଇବା ପାଇଁ ସେ ଦୁନିଆକୁ ଆସିଛନ୍ତି। ଆଉ ଏ କାମ ଏଯାଏଁ ଷ୍ଟାର୍ଟ ବି ହେଇନି। ସେଥିପାଇଁ ସେ ସବୁବେଳେ ସାଇଲେନ୍ସରେ ରହୁଥିଲେ। ଯେତିକି ଆବଶ୍ୟକ ସେତିକି କଥା କହୁଥିଲେ। ଆଉ ତାହା ଠିକ୍ ହଉଥିଲା, ସାର୍ଥକ ବି ହଉଥିଲା। ତାଙ୍କୁ ମହଲର ବାହାରକୁ ବି ଯିବାକୁ ଦେଉନଥିଲେ। ଯଦି ଯାଉଥିଲେ ସେ ବାଟରେ କୌଣସି ବି ଦୁଃଖୀ ବ୍ୟକ୍ତିକୁ, ରୋଗୀ ବ୍ୟକ୍ତିକୁ, ମୃତ ବ୍ୟକ୍ତିକୁ, ଏହିପରି କୌଣସି ବି ଦୁଃଖର ନାମ ନିଶାନ ବି ରଖୁନଥିଲେ। ସବୁବେଳେ ସେ ତାଙ୍କ ଉପରେ ନଜର ରଖୁଥିଲେ। ତାଙ୍କର ଦାସମାନେ, ରାଜ କର୍ମଚାରୀ ମାନେ। ସେମାନେ ପୂର୍ଣ୍ଣ ପ୍ରୟାସରତ ଥିଲେ ଗୌତମଙ୍କୁ ତାଙ୍କର ମନକୁ କେବେ ହେଲେ ବୈରାଗ୍ୟ ଆଡକୁ ଦେବେ ନାହିଁ। କିନ୍ତୁ ଏଇ ଟାଇପର ଆମର ଜିନିଷ ହୁଏ, ଯେତେବେଳେ ଗୋଟେ ଜିନିଷ ଶିଖରରେ ପହଞ୍ଚିଯାଏ, ଯେତେବେଳେ ପେଣ୍ଡୁଲମ ଗୋଟେ ପାର୍ଶ୍ୱର ପୁରା ଅନ୍ତିମକୁ ଚାଲିଯାଏ, ସେତେବେଳେ ସେ ତାର ବିପରୀତ ପାର୍ଶ୍ୱକୁ ଚାଲିଥାଏ। ଯେହେତୁ ସେ ସୁଖର ଅନ୍ତିମ ଷ୍ଟେଜକୁ ଚାଲି ଯାଇଥିଲେ, ସେ ପାହାଡରୁ ଖସିବା ଷ୍ଟାର୍ଟ ହେଇଯାଇଥିଲା। ଆଉ ତା ଏତେ ତୀବ୍ର ଗତିରେ ଖସିଥିଲା, ଏହା ହିଁ ଘଟେ।
जो जिनस को आमे डरती से जिनस ही हुए। जहा हबाकू अच्छी ताको कहीं टाली पारिबेनी, टाली नहांती आज पर्यंत। गोटे थर गौतम नगर भ्रमण रे बाहरिले। सबु किछि से देखिवा को पाइले जहा तांको लुचेई रखिथिले। जने रोगी, जने वृद्ध, जने मृत व्यक्ति। से तले सारथी को पचारे जे ये सब कौन? तांको रथर सारथी यह कहिथिले कि या तो समस्तଙ୍କ सहित हुए, मो सहित भी हब, तम सहित भी हब। एहिपरि दुखमय जीवन, या एथिरु रक्षा पाइबार कौन उपाय अछि? सेई समय संजोग बशतः जने सन्यासी जाउथिले। से सारथी तांका आड़ू देखिए कहला, सी सन्यासी को देखंतु, सी होचंदी मुक्त, मुक्त पुरुष। तुमे तांको जदि मुक्ति विषय रे पचारिबो ताहले से किछु कहि परिबे। से सन्यासी को डकैथिले। से सन्यासी जेतବେଳେ गौतम को देखिले, गौतम तांको प्रश्न कले कि आपण एमती कौन पाइछंदी, आपणको मुखरे एते आनंद झलसुची, को क्रिया करिसंती, कौन प्राप्ति लाभ करसंती? से सन्यासी कहले, मु एबे मध्य पूर्ण आनंद को प्राप्त होई नाही, किंतु रास्ता खोजी खोजी मु आगो को चालुची। आउ दिने ना दिने ताको निश्चय प्राप्त हेबी से आनंद को। कारण बहुत लोगों को से अनुभूति होईची। ए गौतम जो जिनिस खोज रे थिले, सन्यासी भी से जिनिस प्रति खोजुथिले। सबु किछि जानी सारला परे गौतम तांको निज घर को छाड़ी देथिले। कठिन साधना रत थिले। सन्यासी द्वारा जहा सबु से शिक्षा लाभ करथिले, समस्त गुरुंको पाखकु से जाइथिले। उद्धारक रामपुत्र अलार कलम एपरे गुरु जहा बतैथिले से सेया करिथिले। अनेक मुद्रा, आसन, प्राणायाम, अनेक क्रिया करिथिले। जे नाक बंद करिया कहले से बंद करथिले, शीर्षासन करथिले, उपवास करथिले। जनक परे जने से गुरु मानक पाखो गले, जहा जहा सब से सुनिले से सब साधना करथिले। एही परी 5.5 वर्ष हो जाइथिला बुली बुली, किंतु कोठे संतुष्टि मिली नथिला। गौतम 5 जन शिष्यंक सह तपस्या करने को इच्छा कले। कठिन तपस्या द्वारा तांको शरीर क्षीण हो गला, जीर्ण शीर्ण हो गला, मरणासन्न अवस्था को से आसीगले।
ଜଣେ ସ୍ତ୍ରୀ ସୁଜାତା ଏଭଳି ଅବସ୍ଥାରେ ଦେଖି କହିଲେ, ତୁମେ କଣ ସବୁ ପାଗଳ ହୋଇଯାଇଛ? ପେଟ ଆଉ ପିଠି ଏକ କରିଦେଲେ, ଏପରି କଠିନ ସାଧନା କଲେ, ଶରୀରକୁ କଷ୍ଟ ଦେଲେ, ଶରୀର ରହିଲେ ତ କୌଣସି ସାଧନା କରିବ। ସେ କ୍ଷୀରି ବନେଇକି ଆଣିଥିଲେ। ଆଉ ତାକୁ ଖାଇବା ପରେ ଗୌତମ ଭୋଗ ବିଳାସୀ ହୋଇଗଲେ ବୋଲି ଭାବି ତାଙ୍କ ସାଙ୍ଗମାନେ ସବୁ ତାଙ୍କ ସାଥ ଛାଡ଼ି ଦେଇଥିଲେ। ଗୌତମ ନିର୍ଣ୍ଣୟ କଲେ ଯେ ମୁଁ ଯାହା କରିବି ମୋତେ ଏକୁଟିଆ ହିଁ କରିବାକୁ ପଡ଼ିବ। ଆଉ ସେ ଯେତେବେଳେ ଗୌତମ ବସିଥିଲେ ସେତେବେଳେ ସେ ମନେ ପକେଇଲେ ଯେ ତାଙ୍କ ଛୋଟ ବେଳେ ବହୁତ ଆଷ୍ଟ୍ରାଲ ମାଷ୍ଟର ମାନଙ୍କୁ ସେ ଦେଖିଥିଲେ। ଏମିତି ତ ସମସ୍ତ ଛୋଟ ପିଲାମାନେ ଆଷ୍ଟ୍ରାଲ ମାଷ୍ଟରଙ୍କୁ ଦେଖିପାରନ୍ତି, ତାଙ୍କ ସହିତ କଥା ହୋଇପାରନ୍ତି। ଗୌତମଙ୍କର ସବୁ ସ୍ମୃତି ତାଙ୍କୁ ମନେ ପଡ଼ିଗଲା। ସେତେବେଳେ କାରଣ ତାଙ୍କର ଦିବ୍ୟ ଚକ୍ଷୁ ଖୋଲା ଥିଲା, ଆଉ ପଛରେ ସବୁ କିଛି ଭୁଲି ଯାଇଥିଲେ। ଆମର ବି ଏଠି ପିଲାମାନେ ଯେତେବେଳେ କହୁଥାନ୍ତି କି ମୁଁ ମୋର ଜେଜେଙ୍କୁ ଦେଖିଛି ଯୋଉମାନେ ମୃତ ହୋଇଯାଇଛନ୍ତି, ଯଦି କାହା ନାଁ ନେଇକି କୁହନ୍ତି ତାହେଲେ ତାଙ୍କ ପିତାମାତା ମାନେ ତାଙ୍କୁ ସପୋର୍ଟ କରନ୍ତିନି, ମୁହଁ ବନ୍ଦ କରିଦିଅନ୍ତି। ତା ଫଳରେ ତାଙ୍କର ଦିବ୍ୟ ଚକ୍ଷୁ ବି ବନ୍ଦ ହୋଇଯାଏ। କିନ୍ତୁ ଯୋଉ ଘରେ ଧ୍ୟାନୀ ଯୋଗୀ ରହିଥାନ୍ତି ସେମାନେ ଏହିପରି ପିଲାମାନଙ୍କୁ ଦେଖି ଜାଣିଲେ ତାଙ୍କୁ ପଚାରନ୍ତି, ତାହେଲେ ତୁମେ ତାଙ୍କଠୁ ମେସେଜ ଆଣ, କଣ ସେ ଚାହୁଁଛନ୍ତି, କଣ ସେ ତୁମକୁ କହୁଛନ୍ତି। ସେ ତାଙ୍କୁ ପ୍ରୋତ୍ସାହନ ଦିଅନ୍ତି। କିନ୍ତୁ ଗୌତମଙ୍କର ମାତା ପିତା ତ ଧ୍ୟାନୀ କି ଯୋଗୀ ନଥିଲେ, ସେଥିପାଇଁ କୌଣସି ପ୍ରୋତ୍ସାହନ ମଧ୍ୟ ଦେଇନଥିଲେ। ଏହିପରି ଗୌତମଙ୍କର ବାଲ୍ୟ କାଳରେ ବହୁତ ସାରା ଅନୁଭବ ହୋଇଥିଲା। କିନ୍ତୁ ସେତେବେଳେ ଧ୍ୟାନ ପ୍ରକ୍ରିୟା କଣ, କିଛି ବି ନଥିଲା ସେତେବେଳେ। ନା ରେଚକ କୁମ୍ଭକ, ନା କୌଣସି ପ୍ରାଣାୟାମ, ନା କୌଣସି ମନ୍ତ୍ର ପଢିଥିଲେ, ନା କୌଣସି ଆସନ ନେଇଥିଲେ। ଏହାର ଅର୍ଥ କଣ? କିଛି କରିବାର ନାହିଁ, ସବୁ କିଛି ଛାଡ଼ିବାର ଅଛି। କୌଣସି ଜିନିଷ କରିବାକୁ ନାହିଁ, ଅକ୍ରିୟ ହୋଇଯିବାର ଅଛି, ନିଷ୍କ୍ରିୟ। ସେ ଆଖି ବନ୍ଦ କରି ନିଜ ସହଜ ଶ୍ୱାସ ପ୍ରଶ୍ୱାସ ସହ ଏକ ହେଇଯାଇ ଧ୍ୟାନ କରିଥିଲେ। ଏ ଗୌତମଙ୍କ ମନରେ ଏହି ପ୍ରଶ୍ନ ଉଠିଥିଲା, ଯଦି ବିନା ଧ୍ୟାନରେ ସବୁ କିଛି ଦେଖାଯାଏ ଆଉ ସେ ପିଲାକୁ ଆଷ୍ଟ୍ରାଲ ମାଷ୍ଟର୍ସ ମିଳିପାରନ୍ତି, ତାହେଲେ ମୁଁ ବି ଛୋଟ ପିଲା ହେବାକୁ ଚାହୁଁଛି। ଆଉ ଏ ଜିନିଷକୁ ଈଶା ମସିହ କହିଥିଲେ, unless you become the child like a child, you cannot enter to the kingdom of Lord। ଯୀଶୁଙ୍କର ଏହି ସିଦ୍ଧାନ୍ତ ବୁଦ୍ଧ ହିଁ ଖୋଜିଥିଲେ, ଜାଣିଥିଲେ, ଆଉ ଏଇ ଜିନିଷ
ବତାଇଥିଲେ। ନିଜ ଶିଷ୍ୟମାନଙ୍କୁ ଏଇ ଜିନିଷ ବତେଇଥିଲେ। ଯୀଶୁ ଏଇ ଜିନିଷ ଜାଣିପାରିଥିଲେ, କିନ୍ତୁ ଖୋଜ ଥିଲା ବୁଦ୍ଧଙ୍କର। ଏ ବାଣୀ ପ୍ରଚାର ପ୍ରସାର ହେଲା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା। ଯେତେବେଳେ ବୁଦ୍ଧ ଏଇ ଜିନିଷ ଜାଣିପାରିଲେ, ସେ ସହଜ ଶିଶୁର ଅବସ୍ଥାକୁ ପହଞ୍ଚିଗଲେ। ଜାଗ୍ରତ ଅବସ୍ଥାରେ ଶିଶୁ ହୋଇଗଲେ। ଆମେ ରିଗ୍ରେସନ ଥେରାପି ଦ୍ୱାରା ପଛ ଜନ୍ମ ମଧ୍ୟ ଜାଣିପାରିଥାଉ। ଧୀରେ ଧୀରେ ନିଜ ଗର୍ଭସ୍ଥ ଅବସ୍ଥାକୁ, ପୂର୍ବ ଜନ୍ମକୁ ସବୁ କିଛି ଦେଖିବାକୁ ପାଇଥାଉ। ଏହିପରି ଗୌତମ ସାଧନା କରିଥିଲେ। ଆନାପାନାସତି ଧ୍ୟାନର ମାର୍ଗ ନିଜେ ହିଁ ଖୋଜ କରିଥିଲେ, ଆଉ ନିଜର ସବୁ ଜନ୍ମକୁ ସେ ଦେଖି ସାରିଥିଲେ। ସକାଳୁ ରାତି ପର୍ଯ୍ୟନ୍ତ ଏକଟକ ଧ୍ୟାନ କରି ତାଙ୍କର ଦିବ୍ୟ ଚକ୍ଷୁକୁ ସେ ଖୋଲି ଦେଇଥିଲେ। ରାତିରେ 3ଟି ପ୍ରହର ହୋଇଥାଏ। ଗୋଟେ ପ୍ରହର ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ, 3 ପ୍ରହରରେ ଗୋଟିଏ ରାତିରେ ତାଙ୍କୁ ପୂର୍ଣ୍ଣ ଜ୍ଞାନ ମିଳିଯାଇଥିଲା। ସେ ଏ ଜିନିଷ ପୂର୍ବ ଜନ୍ମକୁ ଫେରି ଜାଣିପାରିଥିଲେ ଯେ କେବେ ସେ ପୁରୁଷ ଶରୀରରେ ଥିଲେ, କେବେ ସେ ନାରୀ ଶରୀରରେ ଥିଲେ, କେବେ ଧଳା ରଙ୍ଗର ଥିଲେ, କେବେ କଳା ରଙ୍ଗର ଥିଲେ। ଏହିପରି ବିଭିନ୍ନ ଶରୀର ଜନ୍ମ ଗ୍ରହଣ କରିଥିଲେ। ଜନ୍ମ ହେବା, ମୃତ୍ୟୁବରଣ କରିବା, ବଡ଼ ହେବା, ସେ ଗୋଟେ ପ୍ରହରରେ ସବୁ ଦେଖିଦେଇଥିଲେ। ଦ୍ୱିତୀୟ ପ୍ରହରରେ ସେ ଦେଖିଲେ କୋଉ ଟାଇପର ସେ କର୍ମ କରିଥିଲେ, ତାର ପରଜନ୍ମରେ ସେ କୋଉ ଫଳ ପାଇଥିଲେ ତା ଦ୍ୱାରା। ଯଦି ଖରାପ କର୍ମ କରନ୍ତି ତାହେଲେ ଖରାପ ଫଳ ମିଳିବ। ସେ ଏ ଜିନିଷ ସେ ଜାଣିପାରିଥିଲେ, ନିଜ ଦିବ୍ୟ ଚକ୍ଷୁ ଦ୍ୱାରା ଦେଖିଦେଇଥିଲେ। ତୃତୀୟ ପ୍ରହରରେ ତାଙ୍କୁ ଏଇ ଜିନିଷ ଜଣା ପଡିଥିଲା କି ଦୁଃଖ କେଉଁଠାରୁ ଆସିଥାଏ। ଯଦି ଦୁଃଖ ଅଛି, ସେ ଦୁଃଖ କୁ ନିବାରଣ କରିବା ପାଇଁ ଆମକୁ କଣ କରିବା ଆବଶ୍ୟକ? ଅଷ୍ଟାଙ୍ଗ ମାର୍ଗ। ଠିକ୍ ସଂକଳ୍ପ, ଠିକ୍ ବାର୍ତ୍ତା କହିବା, ଠିକ୍ କର୍ମ, ସଠିକ୍ କର୍ମ, ସଠିକ୍ ଜୀବନ ଉପାୟ, ସଠିକ୍ ଶ୍ରଦ୍ଧା, ସଠିକ୍ ଦୃଷ୍ଟିକୋଣ, ସଠିକ୍ ଏକାଗ୍ରତା ଆଉ ସଠିକ୍ ଧ୍ୟାନ, ଏସବୁ ହେଉଛି ଦୁଃଖ ନିବାରଣର ଏକମାତ୍ର ଉପାୟ। ଯେତେବେଳେ 3 ପ୍ରହର ସମାପ୍ତ ହୋଇଗଲା, ସେ ସକାଳେ ଆଖି ଖୋଲିଲେ। ସେ ରାତିରେ ପୂର୍ଣ୍ଣ ଜ୍ଞାନ ବୋଧି ବୃକ୍ଷ ତଳେ ପାଇଯାଇଥିଲେ। କିନ୍ତୁ ତା ପୂର୍ବରୁ ତାଙ୍କର 5.5 ବର୍ଷର କଠିନ ସାଧନା ଥିଲା।
से निजर पछ जन्म को जानी अरिहंत हो जाइथिले। तापरे बोधिसत्व होइथिले। बुद्ध बनिथिले। गोटे रात्रि रे ही तांको समस्त ज्ञान प्राप्ति होइथिला। ध्यान द्वारा से निज को जानी निज भीतरर शत्रु को मारी देथिले। आउ से अरिहंत अवस्था रे पहुंचीथिले। तापरे बोधिसत्व निज पाखकू जेउ माने आसी थांती सेमानकू जे ज्ञान देई थाए ताको बोधिसत्व कहा जाए। बुद्ध अनेक जन्म रे बोधिसत्व रूप रे रहिथिले। तांको जଣା पड़ी आइथिला से दुनिया जाक बुली बुली ध्यान और ज्ञान रो प्रचार करथिले। एथिपाई से जन्म नेथिले। यह तांको जन्मर लक्ष्य थिला। तृतीय प्रहर रे ही तांको मुक्तिर मार्ग दुखर कारण सबु से जानी पारिथिले। प्रथम प्रहर रे बुद्ध निजर अनेक पछ जन्म को देखि पारिथिले। जन्म परंपरा को से जानी पारिथिले। द्वितीय प्रहर रे कर्म परंपरा को जानिथिले। केउ कर्म कले केउ फल मिले से सब देखि पारिथिले। तृतीय प्रहर रे कार्य और कारणर संबंध को बुझी से दुखरु मुक्ति पाइबार रास्ता खोजी नेथिले। बुद्धंकर ज्ञानोदय परे से ज्ञानर प्रचार लगी जाइथिले। आ से ए जिनस भाबिथिले जे मु केते कठिन रे ए जिनस पाइछि। समस्त कण एतिकी साधना करि परिबे? एपरि उद्यम करि परिबे? त्याग और संकल्प रहिबो सब बेले। नहले तो मोर ज्ञान मोठे केवल सीमित रहि जिवो। यार किछि भी फायदा हेबनी। से निराशा हो जाइथिले। आउ एही लाभ को समग्र मानव जाति को से पहुंचवा को चाहूथिले। सेथिपे उदास हो जाइथिले। तांको संगे संगे जने एस्ट्रल मास्टर्स देखाई देते। से कहिले तुम भितरे जो असीम शक्ति अछि तुम्हें से शक्ति विषय रे लक्ष लक्ष लोकों को बुझाओ। 100 जन भितर गोटे तो लोक थिबो जे कि तुमर कहवा द्वारा बुद्धत्व प्राप्ति हेबो। सत्य पाइबा पई से एपरि प्रयास करथिले। ध्यानर प्रचार रे से बाहरी जाइथिले। से समय गौतम बुद्ध से निर्णय करथिले जे प्रथमे निज गुरु को से ए सत्य विषय रे जणेबे। आउ से दुई जन गुरु अलारकलम आ उद्धारक रामपुत्र से माने शरीर छाड़ी देथिले। से समय गौतम बुद्ध ज्ञानोदय हेबा परे परे ही ज्ञानर प्रचार प्रसार निजको निजर कर्तव्य मानि नेथिले। से परि प्रियपत्री जी 1979 मसीह जेतबेले से पूर्णत्व को से ज्ञानोदय को प्राप्ति होइथिले से मध्य केमिति ताको दुनिया रे प्रचार प्रसार करिवे एई बछरे लागि जाइथिले।
ଯେଉଁଠି ବି ସେ ରହୁଥିଲେ ଧ୍ୟାନର ପ୍ରଚାର ପ୍ରସାର କରୁଥିଲେ, ଗାଁ ଗାଁ ଯାଇକି ପ୍ରଚାର କରୁଥିଲେ। ଗୋଟିଏ ଲୋକ ବି ସେ ସ୍ଥିତିରେ ପହଞ୍ଚି ଯାଉ, ତାଙ୍କର ଅକ୍ଳାନ୍ତ ପରିଶ୍ରମ ରହିଛି। ଗୌତମ ବୁଦ୍ଧଙ୍କ ଭିତରେ ଥିଲା ଜ୍ଞାନ ପ୍ରାପ୍ତିର ଜିଜ୍ଞାସା, ତୃଷ୍ଣା। ସେଥିପାଇଁ ହିଁ ତାଙ୍କର ସାଧନା ଦ୍ୱାରା ସେ ନିଜର ଦିବ୍ୟ ଚକ୍ଷୁ ଖୋଲି ପାରିଥିଲେ। ଆମମାନଙ୍କୁ ମଧ୍ୟ ଏପରି କରିବାର ଅଛି। এই ଗୌତମ ବୁଦ୍ଧ ଙ୍କର ମିତ୍ର ମାନେ କେହି ତାଙ୍କ ପାଖକୁ ଆସୁନଥିଲେ। କିନ୍ତୁ ଜ୍ଞାନ ପ୍ରାପ୍ତି ପରେ ତାଙ୍କୁ ବୁଦ୍ଧ ନାମରେ ନାମିତ କରାଯାଇଥିଲା। ସେ ଗୌତମ ଥିଲେ, ବୁଦ୍ଧ ହୋଇଯାଇଥିଲେ। ତାଙ୍କର ପ୍ରଥମ ବାଣୀ, ପ୍ରଥମ ପ୍ରବଚନ ଥିଲା, କହିବା ଥିଲା ବାକ୍କ୍ଷେତ୍ର ଉପରେ। এই ବାକ୍କ୍ଷେତ୍ର କଣ? ଭାଷାର କିପରି ଠିକରେ ଉପଯୋଗ କରିବ, ସଠିକ ପ୍ରୟୋଗ, ତା ଉପରେ ସେ ଜୋର ଦେଇଥିଲେ। ଭାଷାର ପ୍ରକୃତ ଉପଯୋଗ, ପ୍ରୟୋଗ। ପିରାମିଡ ସ୍ପିରିଚୁଆଲ ସୋସାଇଟିର ମାଷ୍ଟର୍ସ ମାନଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ବିଷୟ ଅଟେ କି ଯାହା କୁହ, ବୁଦ୍ଧି ବିଚାରି କୁହ। ଯଦି ଠିକ ନ କହିବ ତାହେଲେ ତାର ପରିଣାମ ଭୟଙ୍କର ହେବ। ଆନାପାନାସତିର ମାର୍ଗ ଗୌତମ ବୁଦ୍ଧଙ୍କର ମାର୍ଗ। ସେ ତାଙ୍କ ସାଥୀ ମାନଙ୍କୁ ବସେଇ ହାତକୁ ଆଙ୍ଗୁଳିକୁ ଫସେଇ ଆଖି ବନ୍ଦ କରିବାକୁ କହିଥିଲେ। ଗୋଟିଏ ଗୋଡ଼ ଦ୍ୱିତୀୟ ଗୋଡ଼ରେ କ୍ରସ୍ କରି ସେ ବସିବାର କଳା ଶିଖେଇଥିଲେ। ଆଉ ଧ୍ୟାନକୁ କେବଳ ଶ୍ୱାସ ସହ ଏକତ୍ର କରିଦେଇଥିଲେ, ଏକୀକାର କରିଦେଇଥିଲେ। ଆନାପାନାସତି ଧ୍ୟାନ, ଏହି ଉପାୟ ବୁଦ୍ଧଙ୍କର ଖୋଜ ଥିଲା। ଶ୍ୱାସାନୁପ୍ରେକ୍ଷା, ଆନ ଅର୍ଥାତ୍ ପ୍ରଶ୍ୱାସ, ଶ୍ୱାସକୁ ଭିତରକୁ ନେବା। ଅପାନ ଅର୍ଥାତ୍ ନିଶ୍ୱାସ, ଶ୍ୱାସକୁ ବାହାରେ ଛାଡ଼ିବା। ସତି ଅର୍ଥାତ୍ ଏକ ହୋଇ ରହିବା। ଏହା ହେଉଛି ଆନାପାନାସତିର ମହତ୍ଵ, ଅର୍ଥ। ନିଜର ସହଜ ସରଳ ପ୍ରାକୃତିକ ଶ୍ୱାସ ଏକ ହୋଇଯିବା। ଆମେ ମଧ୍ୟ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ
ଏଇ ଶ୍ୱାସ ସହିତ ରହିଛନ୍ତି କିନ୍ତୁ କେବେ ଶ୍ୱାସ ଉପରେ ଧ୍ୟାନ ଦେଇନାହାନ୍ତି। ଯଦି ଏହା କରିବା ତାହେଲେ ଆମର ମଧ୍ୟ ତୃତୀୟ ନେତ୍ର ଖୋଲିଯିବ, ଯାହା ସବୁବେଳେ ଶୋଇ ହୋଇ ରହିଥାଏ। ବାଲ୍ୟ କାଳରେ ଏହି ଦିବ୍ୟ ଚକ୍ଷୁ ଆମ ସହିତ ଥାଏ, କିନ୍ତୁ ଯେତେ ଯେତେ କୃତ୍ରିମ ହେବାରେ ଲାଗିଥାନ୍ତି, ପ୍ରାକୃତିକତାରୁ ଦୂରେଇବାରେ ଲାଗିଥାନ୍ତି, ଆଉ ଏ ଶରୀରକୁ ମୁଁ ବୋଲି ମାନି ନେଇଥାନ୍ତି, ସେହି ସମୟରେ ଦିବ୍ୟ ଚକ୍ଷୁ ନିଜର ଅସ୍ତିତ୍ୱକୁ ହରାଇ ଦେଇଥାଏ। ତାକୁ ଯଦି ଆମେ ପୁନଃ ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ତାହେଲେ ଶିଶୁ ଅବସ୍ଥାରେ ନିଶ୍ଚଳ ସ୍ଥିତିରେ ରହିବାକୁ ପଡ଼ିବ। ଏହିପରି ସେ ତାଙ୍କ ମିତ୍ରମାନଙ୍କୁ ଧ୍ୟାନରେ ବସଉଥିଲେ, ଆଉ ସମସ୍ତେ ଦିବ୍ୟ ଚକ୍ଷୁ ଦ୍ୱାରା ବହୁତ କିଛି ଦେଖିବାକୁ ପାଇଥିଲେ। ବୁଦ୍ଧ ତାଙ୍କର 5 ମିତ୍ର ମିଶିକି ଧ୍ୟାନର ପ୍ରଚାର ପ୍ରସାର ଆରମ୍ଭ କରିଦେଇଥିଲେ। ଆଉ ଏଥିରେ ଆତ୍ମା ଶବ୍ଦର କୌଣସି ଉପଯୋଗ ନଥିଲା, ଭଗବାନ ଶବ୍ଦର ବି ନଥିଲା। କେବଳ କର୍ମ ସିଦ୍ଧାନ୍ତ ଆଉ ପୁନର୍ଜନ୍ମ ସିଦ୍ଧାନ୍ତ ଉପରେ ସେ ଚର୍ଚ୍ଚା କରିଥିଲେ। ଗୌତମ ବୁଦ୍ଧ ସବୁବେଳେ ଏହା କହୁଥିଲେ କି ନିଜର ଉଦ୍ଧାର ତୁମେ ନିଜେ ହିଁ କରିପାରିବ, ଅନ୍ୟ କେହି ଆସିକି ତୁମର ରକ୍ଷା କରିପାରିବେନି। କୌଣସି ପରମାତ୍ମାଙ୍କର ଶରଣରେ ଗଲେ କିଛି ବି ମିଳିନଥାଏ। ଆମକୁ ନିଜ ମାର୍ଗ ନିଜକୁ ଖୋଜିବାକୁ ପଡ଼ିବ। ମନ୍ତ୍ର ଜପ, ତୀର୍ଥ, ଦେବତା ମାନଙ୍କର ସ୍ତୁତିକୁ ସେ ପ୍ରଶ୍ରୟ ଦେଇନଥିଲେ। ଆଉ ତାଙ୍କ ମତରେ ଥିଲା ଯେ ସବୁବେଳେ ମଙ୍ଗଳମୟ, କଲ୍ୟାଣମୟ କର୍ମ କରିବା ପାଇଁ ସବୁବେଳେ ତତ୍ପର ହେବା, ଆଉ ଏ ଜୀବନକୁ ବିତେଇବାର ନୁହେଁ, ଜିଇଁବା ଶିଖେଇଥିଲେ ସେ। ଯଦି ଆମର ବିକାଶ ଚାହୁଁଛ, ନିଜର ବିକାଶ ଚାହୁଁଛ, ତାହେଲେ ଭୌତିକ ଦୃଷ୍ଟିରେ ନାହିଁ, କେବଳ ଧନ ଅର୍ଜିତ କଲେ ନୁହେଁ, ମଙ୍ଗଳମୟ କାର୍ଯ୍ୟ ପାଇଁ ବି ଆମକୁ ଆଗକୁ ଯିବାକୁ ହେବ। ଆଉ ସେ କହୁଥିଲେ, ଆରୋଗ୍ୟ ପରମୋ ଲାଭ, ସନ୍ତୁଷ୍ଟି ପରମ ଧନମ୍, ବିଶ୍ୱାସ ପରମ ଜ୍ଞାତି, ନିର୍ବାଣମ୍ ପରମମ୍ ସୁଖମ୍। କି ଶରୀରର ଆରୋଗ୍ୟତା ହେଉଛି ପ୍ରକୃତ ଲାଭ, ପରମ ପ୍ରାପ୍ତି। ମନର ସନ୍ତୋଷ ହେଉଛି ପରମ ବନ୍ଧୁ। ଦୁଃଖର ନିବାରଣ ହେଉଛି ପ୍ରକୃତ ସୁଖ। ଧ୍ୟାନ ହେଉଛି ଏକମାତ୍ର ଉପାୟ। ଯୋଉଠି ଆନନ୍ଦର ବର୍ଷା ହୁଏ। ସବୁବେଳେ ଜାଗ୍ରତ ରହିବା ପାଇଁ, ହୋସ ରଖିବା ପାଇଁ, ଜାଗରୁକ ରହିବା ପାଇଁ ସେ ଉପଦେଶ ଦେଇଥିଲେ।
प्रत्येक क्षण से जागरूक रहा शिक्षा देते। कथा कहवा समय जागरूक रुह, होश रख, प्रत्येक वार्ड जहाँ भी बाहर होश सहित बाहर। कौन कहवा दरकार, केतिकी कहवा दरकार, ये होश रहा दरकार। खाइबा समय ध्यान रहू, केते खाऊचे आमे, केते सोउछे, केतेबेले सोउछे, केतेबेले जागुछे, ये सब पूर्वर निर्धारित करंतु। गौतम बुद्ध सब बेले अप्रमत्ता सहित रहिथिले, सबु समय से जागरूक रहिथिले। वाणी रे, विचार रे, कर्म रे एक जागरूक स्थिति। कौनसी भी अनावश्यक व्यर्थ कथा तांको मुहरु बाहर नथिला। आमर मध्य सेपरि हेबा दरकार। किए तुमको चलाउची, बाहर कौनसी शक्ति नाई जे तुमको चलाउची, तुमे निजे ही चलायमान अछ। सेथिपाई निजर परीक्षण निजे कर। आत्म समीक्षा, आत्म परीक्षण, आत्म उन्नति, आत्मज्ञान। आत्मा आत्मार प्रभु अटे। आम पाई आमे निजे होचे से ईश्वर। केही आमर मालिक नुहे, आमे स्वयं निजर मालिक। सबु बेले जागरूकतार सहित से रहउतले, ता द्वारा से निजको भी आ अन्य को भी ये आत्म मार्ग रे, ये ब्रह्म मार्ग रे नहीं जाउतले। ये जागरूकता अभ्यास रु आसी थाए। आमको संगीतज्ञ हेबाकु हेले संगीत अभ्यास करियाकु पड़िबो, खेलाड़ी हेबाकु हेले खेल को अभ्यास करियाकु पड़िबो। जदि बुद्धंक पाखर रहिबे, बुद्धंक संपर्क रहिबे, ताले निश्चय बुद्धत्व प्राप्ति हेबे। ये सब सहज सरल उपाय। तीनोटी तांकर महान वाणी समस्ते फॉलो करती। बुद्धं शरणं गच्छामि, संघं शरणं गच्छामि, धर्मं शरणं गच्छामि। गौतम बुद्धंक शरण रे जाउछि, बुद्धंक सहित रहबा संघर शरण रे जाउछि। बुद्धंक द्वारा शिक्षा, तांको विद्या, से धर्मर शरण को जाउछि। तांको जीवनी ध्यान पूर्वक शुणु, ध्यान पूर्वक जानतु। यह हूँ बुद्धंक शरण रे जिबा अटे। बुद्धंक आख पाखरे जेउ माने भी रहुतले, किछि ना किछि से शिक्षा लाभ करुतले। तांकर वाणी को कार्य रे लगेई से ऊर्ध्व को जाउतले, से मोक्ष आड़ को जाउतले। संघम शरणम गच्छामि, संघ बुद्धंक संघ, पिरामिड स्पिरिचुअल सोसाइटी मूवमेंट। गौतम बुद्धंक भाषा रे ब्राह्मण होउछंती सिए।
जी माँ गर्भरे जन्म निये से नुहे, जो जी पूर्व जन्म जहाँ ज्ञात होइछि, निज ज्ञान चक्षु द्वारा से सबु किछि जानी सारी। शुद्धि आउ अशुद्धि धम्म पदर से विस्तार रूपक चर्चा करथिले। निजर शुद्धिकरण आमको निजको ही करबाको हेबो, या आउ के करि दे परिबेनी। ये आध्यात्मिक यात्रा ना कोनोसी मंत्र, ना कोनोसी तंत्र, ना कोनोसी यंत्र, कारण बुद्ध 5.5 वर्ष जाए सबुरे लगी कौनसी भी पाई नथिले, कुछ भी पाई नथिले। निजर ठीक अवस्था प्रकृत अवस्था से छोट बेल को चली जाइथिले, से स्थिति रही जाइथिले पिला परी। सहज सरल स्वाभाविक श्वास उपरे से ध्यान रखिथिले। सबु बेले से ब्रह्म रे विचरण करुथिले। एहीपरि से एक सुंदर सिद्धांत समस्त को देथिले। मनुष्यर व्यवहार रे 4टी भिन्न रूप हेबा दरकार। जो माने आम ठारू आर्थिक दृष्टि रे उन्नत सेमानंक प्रति मैत्री भाव, जो माने आमको आम ठारू आर्थिक स्थिति रे न्यूनतर उन्नत नुहे कमजोर सेमानंक प्रति करुणा, जी आम ठारू आध्यात्मिक दृष्टि रे उच्च स्थान रे अछि ताकू मुद्दिमत, कम रे जी अछि ताकू उपेक्षार सहित रहबार अछि। जने ब्रह्मज्ञानी बुद्ध समाज को केउ प्रकार व्यवहार करने को दरकार ये सबु जिनस से बतई ब्रह्म विहार रे। द्वेष केबे हेले करिबो नाही, समस्त सहित मिलिमिशि रहिबो। मिलिमिशि रहिबा फल रे सेमानंको गुण आम पाखक आसी थाए। सामना व्यक्तिर गुण जहाँ सहित मिसबार नाई तांको उपेक्षा करबा, दूर रहिबा, किंतु घृणा करबानी। कारण हिंदू धर्म ए अनटचेबिलिटी अस्पृश्यता दूर रखे। दूर रहबा अर्थात शारीरिक नुहे आध्यात्मिक दृष्टि दूर रखिबा। शारीरिक रूप से दूर रखिबा नुहे, यह हानि आड़ को पहुंचाए। बुद्ध कहते छुईले कौन सी असुविधा नहीं, खराब नहीं, किंतु जी आध्यात्मिक मार्ग को
ତିରସ୍କାର କରେ, ସେଥିରେ ଚାଲେନି, ତାଙ୍କଠାରୁ ଦୂରରେ ରହିବା ଆବଶ୍ୟକ। ଅଷ୍ଟାଙ୍ଗ ମାର୍ଗ ଦ୍ୱାରା ଅବିଦ୍ୟା ନାଶ ହୋଇଥାଏ। ତୃଷ୍ଣା ଅବିଦ୍ୟାର କାରଣ ହୋଇଥାଏ। ଅଷ୍ଟାଙ୍ଗ ମାର୍ଗ କଣ? ଯାହାଦ୍ୱାରା ଅବିଦ୍ୟା ବିନାଶ ହେବ। ସଠିକ ଦୃଷ୍ଟିପଥ, ସଠିକ ସଂକଳ୍ପ, ସଠିକ ବାଣୀ, ସଠିକ କର୍ମ, ସଠିକ ଜୀବନ ଉପାୟ, ସଠିକ ଭାବରେ ଶ୍ରଦ୍ଧା, ଏକାଗ୍ରତା ଆଉ ଧ୍ୟାନ, ଏହି ଅଷ୍ଟାଙ୍ଗ ମାର୍ଗ ବୁଦ୍ଧଙ୍କର ପୁରା ଦୁନିଆରେ ଗୋଟେ ପ୍ରକାଶ ସ୍ତମ୍ଭ ରୂପରେ ବନିଗଲା। ଗୌତମ ବୁଦ୍ଧ ଏପରି ବହୁତ ଜିନିଷ କହି ଯାଇଥିଲେ, ଯାହା କେହି ଲୋକ ଜାଣି ବି ନାହାନ୍ତି। ଆଉ ସେ ଅଦ୍ଭୁତ ବଂଶୀ ବି ବଜାଉଥିଲେ, ଯାହାଦ୍ୱାରା ଲୋକ ବସିକି ଧ୍ୟାନ କରିଥିଲେ। ଏ ଜ୍ଞାନ ନିଜେ ପତ୍ରିଜୀ ଜାଣିକି ଆମକୁ ବତଉଛନ୍ତି। ଗୌତମ ବୁଦ୍ଧ ନିଜ ଚେହେରା ଉପରେ କେବେ ହେଲେ ମୂର୍ଚ୍ଛା, ଗମ୍ଭୀରତା ଏସବୁ ବହୁତ ଦୂରରେ ରଖିଛନ୍ତି। ଏହାର ସ୍ଥାନ ରଖିନାହାନ୍ତି ସେଠି। ସେଥିପାଇଁ ଚୀନରେ ସମସ୍ତେ ତାଙ୍କୁ ଲାଫିଙ୍ଗ ବୁଦ୍ଧଙ୍କ ରୂପରେ ଜାଣିଥିଲେ। ତାଙ୍କର ବଡ଼ ପେଟ ଥିଲା, ବଡ଼ ମୁଣ୍ଡ ଥିଲା, ଆଉ ସେ ସବୁବେଳେ ହସୁଥିଲେ। କିନ୍ତୁ ଭାରତରେ ତାଙ୍କ ଗମ୍ଭୀର ରୂପର ବହୁତ ଦୃଶ୍ୟ ହେଉଛି। ଯେଉଁଠାରେ ଯୋଉ ରୂପ ପସନ୍ଦ ଆସୁଛି ସେଇଠାରେ ସେଇ ରୂପ ବଢିବାରେ ଲାଗିଛି। ବୁଦ୍ଧ ସବୁବେଳେ ହସୁଥିଲେ। ଗୌତମ ବୁଦ୍ଧ କହିଥିଲେ ଯେ ମୁଁ 2500 ବର୍ଷ ପରେ ପୁଣି ଥରେ ଏହି ପୃଥିବୀରେ ଆସିବି ମୈତ୍ରେୟ ବୁଦ୍ଧଙ୍କ ରୂପରେ, ଯେଉଁଠି ସମସ୍ତଙ୍କ ସହିତ ମୈତ୍ରୀ ସମ୍ବନ୍ଧ ରଖିବି, କାହା ପାଇଁ ଉପେକ୍ଷାର ସମ୍ବନ୍ଧ ଅର୍ଥ ମିଳିବ ନାହିଁ। ମୈତ୍ରେୟ ବୁଦ୍ଧ, ପିରାମିଡ ସ୍ପିରିଚୁଆଲ ସୋସାଇଟି ମାଷ୍ଟର୍ସ। ସେ ଜନ୍ମରେ ବି ବୁଦ୍ଧଙ୍କ ପାଖରେ ଥିଲେ, ସାଙ୍ଗରେ ଥିଲେ। ଏବେ ମଧ୍ୟ 2500 ବର୍ଷ ପରେ ସେ ସମୟର ବୁଦ୍ଧ ହେଉଛନ୍ତି ଆମର ବ୍ରହ୍ମର୍ଷି ପିତାମହ ପତ୍ରିଜୀ। ଆଉ ଏହି ବୁଦ୍ଧ ସଂଘ ଆଜିର ପିରାମିଡ ସ୍ପିରିଚୁଆଲ ସୋସାଇଟି ଅଟେ। ଗୌତମ ବୁଦ୍ଧ ରଜନୀଶଙ୍କ ଶରୀରରେ ବି ଆସିଥିଲେ, ଓଶଙ୍କ ରୂପରେ ପ୍ରବେଶ କରିଥିଲେ। ଆଉ ତାଙ୍କର ନାଁ ରଜନୀଶ ରଖିନଥିଲେ, ଓଶୋ ରଖିଥିଲେ। ବୁଦ୍ଧଙ୍କ ପ୍ରବେଶ ପରେ ସେ ଓଶୋ ହୋଇଯାଇଥିଲେ।
ଆଉ ଏଇ ମୈତ୍ରେୟ ବୁଦ୍ଧଙ୍କ ରୂପରେ ସେ ଜନ୍ମଗ୍ରହଣ କରି ଓଶୋ ନିଜର ଶରୀର ଛାଡ଼ିଥିଲେ। ଓଶୋଙ୍କର ପରମ୍ପରା ଆଗକୁ ଯାଇ ପିରାମିଡ ସ୍ପିରିଚୁଆଲ ସୋସାଇଟି ବନି ଯାଇଥିଲା। ବୁଦ୍ଧ ହିଁ ଓଶୋଙ୍କ ରୂପରେ ରଜନୀଶଙ୍କ ମଧ୍ୟରେ ପ୍ରବେଶ କରିଥିଲେ। ପିରାମିଡ ବନେଇବାର ସେ ଆରମ୍ଭ କରିଥିଲେ। ଥିଓସୋଫିକାଲ ସୋସାଇଟିର ଜେଡୁ କୃଷ୍ଣମୂର୍ତ୍ତି, ସେଥିପାଇଁ ସେ ରାଜି ହେଇନଥିଲେ। କିନ୍ତୁ ରଜନୀଶ ପୂର୍ବ ଜନ୍ମର ମହାକଶ୍ୟପ ଥିଲେ। ସେଥିପାଇଁ ରଜନୀଶ ନିଜ ଶରୀରକୁ ଗୌତମ ବୁଦ୍ଧଙ୍କୁ ଦେଇ ଦେଇଥିଲେ। ମୈତ୍ରେୟ ବୁଦ୍ଧଙ୍କ ରୂପରେ ସେ ବିରାଜମାନ ହୋଇଥିଲେ। ତାଙ୍କର ପରମ୍ପରା ହେଉଛି ପିରାମିଡ ସ୍ପିରିଚୁଆଲ ସୋସାଇଟି। ସମସ୍ତ ପିରାମିଡ ମାଷ୍ଟର ଜଣେ ଜଣେ ମହାନ ମାଷ୍ଟର। କାରଣ ସେମାନେ ବୁଦ୍ଧଙ୍କଠୁ ଶିକ୍ଷା ଲାଭ କରିଛନ୍ତି। ଆଉ ଏଇ ମୁଭମେଣ୍ଟ ଅଦ୍ଭୁତ ରୂପରେ ଚାରିଆଡେ ବ୍ୟାପି ଚାଲିଛି। ଧ୍ୟାନ ଧ୍ୟାନ ଧ୍ୟାନ, ସହଜ ସରଳ ଧ୍ୟାନ। ଶେଷ 3 ମିନିଟ। ଆମେ ଧ୍ୟାନକୁ ଆପଣେଇବା। ନିଶ୍ଚୟ ବୁଦ୍ଧତ୍ୱ ପ୍ରାପ୍ତି ହେବା। ଶେଷ 2 ମିନିଟ। ଶେଷ 1 ମିନିଟ। ଶେଷ 30 ସେକେଣ୍ଡ। ଶେଷ 20 ସେକେଣ୍ଡ। ଶେଷ 10 ସେକେଣ୍ଡ। 9, 8, 7, 6, 5, 4, 3, 2, 1, 0। ଧୀରେ ଧୀରେ 2 ହାତକୁ ଆଖି ପାଖକୁ ନେଇ ଆସନ୍ତୁ। ନିଜ ସୁବିଧା ଅନୁସାରେ ନିଜ ସମୟ ନେଇ 2 ହାତକୁ ଆଖିରୁ ହଟେଇ ଦିଅନ୍ତୁ।